ଗୁରୁତ୍ୱପୂର୍ଣ୍ଣ ଇଏ ଆଗାମୀ ଯେତେବେଳେ ପୁଣି ଆଉ ଗୋଟେ ନେକ୍ସଟ ଜେନେରେସନ୍ ଆମର ଆସିବ ସେମାନେ ସେତେବେଳେ ଆମକୁ କେବଳ ଆମକୁ ଦେଖିକରି ସେ ରାଗିବେ ନାହିଁ, ଗାଳି ବି ଦେବେ ଯେ ଏମାନେ ଏମିତି ପାଣିକୁ ଛାଡ଼ି ଦେଉଥିଲେ। ସେତେବେଳେ ଇତିହାସ ଯେତେବେଳେ ଦେଖିବେ ଆଦୌ ସେମାନେ କରୁନଥିଲେ, ବିଭିନ୍ନ ଷ୍ଟୋରିରେ ଦେଖିବେ, ବିଭିନ୍ନ ଗଳ୍ପରେ ଦେଖିବେ, ଲିଟରେଚରରେ ଦେଖିବେ। ଏଣୁ ଆମକୁ ଆଜି ଦିନରେ ଆମକୁ ସାବଧାନତାର ସହିତ ଛୋଟ ଛୋଟ କଥାକୁ ପ୍ରତିଦିନ ଆମେ ପାଣି କିଛି କ'ଣ କରୁଛନ୍ତି, ୱେଷ୍ଟ କରୁଛନ୍ତି, କିଛି ପାଣିକୁ ଆମେ ନଷ୍ଟ କରୁଛନ୍ତି। ସେ ପାଣି ଯେଉଁଟା ଭଲ ପାଣି ଆସୁଛି ସେ ପାଣିକୁ ଆମେ ଟ୍ୟାପ୍ ବନ୍ଦ କରୁନାହାନ୍ତି, ନିଜେ ବି କରୁନାହାନ୍ତି, ନିଜ ଘରେ ଆମେ କରୁନାହାନ୍ତି, ଆପଣମାନେ ବି ବହୁତ ପାଣି ୱେଷ୍ଟ କରୁଥିବେ। ନିଶ୍ଚିତ ଭାବରେ 100% ମୁଁ କହିବି ଯେ ଆମେ ଏଇଠି ଯେତେ ଅଛନ୍ତି ଇନକ୍ଲୁଡ଼ିଂ ମି, ମୋତେ ମିଶେଇକରି ଆମେ ସମସ୍ତେ କିଛି ନା କିଛି ପାଣି ପ୍ରତିଦିନ ୱେଷ୍ଟ କରୁଛନ୍ତି। ଆମେ ଗୋଟିଏ ସଂକଳ୍ପ ନେବା ଯେ କେତେ କମ୍ ପାଣି ୱେଷ୍ଟ କରିପାରିବା, କେତେ କମ୍ ପାଣି ନଷ୍ଟ କରିପାରିବା, ଏ କଥାକୁ ଆମେ ସମସ୍ତେ ଧ୍ୟାନ ଦେବା କଥା। ଆଉ ଏଇଠୁରୁ ହିଁ ଆମର ଜନ ସଚେତନତା ଏୱାରନେସ୍ଟା ବଢ଼ିବ, ଯେଉଁଥିପାଇଁ କି ଆମେ କାଲି 5ଟା ଲୋକଙ୍କୁ କହିପାରିବା। ଯେତେ ପାଠ ପଢ଼ିଲେ ବି, ଯେତେ ଜ୍ଞାନୀ ଥିଲେ ବି, ଯେତେ ସଚେତନ ଥିଲେ ବି ବେଳେବେଳେ ଆମେ ଏସବୁରେ ଛୋଟ ଛୋଟ କଥାରେ ଧ୍ୟାନ ଦେଉନାହିଁ। ଛୋଟିଆ କଥାଟା ଇଏରେ 2 ଟୋପା ପାଣି ପଳେଇଗଲେ କ'ଣ ଭାସିଯିବ ସଂସାର? ହଁ, 2 ଟୋପା ପାଣି ଯଦି ଜଣେ ଅଚେତ ହେଇଥିବା ବ୍ୟକ୍ତି ପାଖରେ ଯଦି ପଡ଼ିଯିବ ଶୋଷର ମାନେ କାରଣରୁ ତାକୁ 2 ଟୋପା ପାଣି ଯଦି ତା ପାଟିରେ ପଡ଼ିଗଲେ ସେ ତା ଜୀବନ ଫେରିହେବ, ଚେତା ଫେରି ପାଇପାରେ। ବହୁତ ଗୁରୁତ୍ୱପୂର୍ଣ୍ଣ। ସେଇଥିପାଇଁ ହେଉଛି ଜଳ ବିହୁନେ ସୃଷ୍ଟିନାଶ, ଜଳ ଗହଳେ ମଧ୍ୟ ସୃଷ୍ଟିନାଶେ। ଏଣୁ ଜଳବାୟୁ ପରିବର୍ତ୍ତନ ଆଉ ଯୁଦ୍ଧ ଯୋଗୁଁ ଯେଉଁ ସମସ୍ୟା ଆଜି ତିଆରି ହେଇଛି ଏ 2ଟି କାରଣରୁ ହେଉଛି। ଏଣୁ ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ଗୋଟିଏ ଦେଶ ବା ଜାତି ଭାବେ ଆମେ ନିଜର ବୁଦ୍ଧି ଓ ବିବେକର ପ୍ରୟୋଗ ଦ୍ୱାରା ଜଳ ସଞ୍ଚୟ ଓ ପରିବେଶ ସୁରକ୍ଷା ଉପରେ ଆମେ ସବୁବେଳେ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ଆଉ ଗୁରୁତ୍ୱ ମଧ୍ୟ ଆମେ ଦେବା ଆରମ୍ଭ କରିଛନ୍ତି। ଆଗକୁ ତାକୁ ପର୍ଯ୍ୟାପ୍ତ ପରିମାଣରେ ଆମକୁ ଆମ ନିଜେ ନିଜେ ସରକାର କରିବେ, ଅନୁଷ୍ଠାନ କରିବ, ପ୍ରତିଷ୍ଠାନ କରିବ, ବ୍ୟକ୍ତି ବିଶେଷରେ ମଧ୍ୟ ଆମେ କରିବା। ଜଳର ଉପଯୁକ୍ତ ବ୍ୟବହାର ଆଉ ବିଶୁଦ୍ଧ ପାନୀୟ ଜଳର ଉପଲବ୍ଧତାକୁ ବୃଦ୍ଧି କରିବା ବର୍ତ୍ତମାନର ବହୁତ ବଡ଼ ଆବଶ୍ୟକତା ଅଛି। ଏଥିପାଇଁ ଜଳ ସଚେତନର ପରିସର ବୃଦ୍ଧି, ସମୟର ସାନ୍ଦ୍ରତା ବୃଦ୍ଧି, ବନ୍ୟା ଓ ମରୁଡ଼ି ଜନିତ ପରିସ୍ଥିତିରେ ମଧ୍ୟ ଖାପ ଖୁଆଇ କେମିତି ଆମେ ଚଳିବା, ନଦୀ ଆଉ ଜଳାଶୟ ଗୁଡ଼ିକର ପୁନରୁଦ୍ଧାର କେମିତି କରାଯାଇପାରିବ ଏବଂ ଏକ ପ୍ରଯୁକ୍ତି ବିଦ୍ୟାଭିତ୍ତିକ ଜଳ ପରିଚାଳନା ଭିତରେ ଆମକୁ ଆଗକୁ ଏକ ଦକ୍ଷ ଉତ୍ତରଦାୟୀ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ଆମକୁ ପଡ଼ିବ। ଓଡ଼ିଶା ଭିଜନ ଡକୁମେଣ୍ଟ 2036 ଏବଂ 2047 ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ବଢ଼ୁଥିବା ଚାହିଦାକୁ ପୂରଣ କରିବା ପାଇଁ ଜଳ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ଆଉ ଏଥିପାଇଁ ଆମେ ଏକ ବୃହତ୍ତର ଲକ୍ଷ୍ୟ ନେଇ କାମ କରିବା ଆରମ୍ଭ କରିଛୁ। ଆମ ସରକାର ଏହାକୁ ସ୍ୱତନ୍ତ୍ରତା ଦେଉଛନ୍ତି। ବନ୍ଧ ସୁରକ୍ଷା ଉନ୍ନତିକରଣ କାର୍ଯ୍ୟ ଅଧୀନରେ ରାଜ୍ୟ ଆଭ୍ୟନ୍ତରୀଣ ନଦୀ ସଂଯୋଗୀକରଣ, ମହାନଦୀ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ, ଡାଇଭର୍ସନ୍ ଓୟାରର ଉନ୍ନତିକରଣ, ବ୍ୟାପକ ବନ୍ୟା ପରିଚାଳନା ଯୋଜନା, ନୂତନ ଇନ୍ ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାର ସମ୍ପ୍ରସାରଣ, ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା 3.0 ଏହାକୁ କାର୍ଯ୍ୟକାରୀ କରାଯାଉଛି। ଏସବୁ କାର୍ଯ୍ୟକ୍ରମ ଫଳରେ ପ୍ରାୟ 2,20,000 ହେକ୍ଟର ଜମିର ଅତିରିକ୍ତ ଜଳସେଚନର ବ୍ୟବସ୍ଥା ତାର କ୍ଷମତା ମଧ୍ୟ ଆଜି ଆମେ ସୃଷ୍ଟି କରିଛୁ। ଜୁଲକୋ, ଜାକୁମାରପଲ୍ଲୀ, ମହୁଲପାଲି, ଛତାମାଖନା, ସପ୍ତମାତୃଗାଠାରେ ନଦୀଶଯ୍ୟାରେ ମଧ୍ୟ ଆମେ 5ଟି ISS ଇନ୍ ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ ଆମେ କରିସାରିଛୁ। ଏହା ପ୍ରାୟ 1,400 କିଲୋମିଟର ନାଳ ଡ୍ରେନ୍ର ନବୀକରଣ କରାଯାଇଛି ଏବେ ଏବଂ 23,000 ହେକ୍ଟର ଜଳମଗ୍ନ ଅଞ୍ଚଳକୁ ପୁନରୁଦ୍ଧାର କରାଯାଇଛି। ଏହା ସହିତ 367ଟି ନୂଆ ଚେକ୍ ଡ୍ୟାମ୍ ନିର୍ମାଣ ଏବଂ 410ଟି ଚେକ୍ ଡ୍ୟାମ୍ର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। 5ଟି ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ MIP ସମ୍ପୂର୍ଣ୍ଣ ହୋଇଛି ଏବଂ 550ରୁ ଅଧିକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମଧ୍ୟ ନବୀକରଣ କରାଯାଇଛି। ପ୍ରାୟ 2,000 ଗୋଷ୍ଠୀଭିତ୍ତିକ ଉଠା ଜଳସେଚନ ପ୍ରକଳ୍ପ ଏବଂ 15,000 ଗଭୀର ନଳକୂପ ସ୍ଥାପନ କରାଯାଇଛି। ଏହା ବ୍ୟତୀତ 634ଟି ଅଚଳ ଗୋଷ୍ଠୀ ଭିତ୍ତିକ ଉଠା ଜଳସେଚନ ପ୍ରକଳ୍ପ ଗୋଷ୍ଠୀ ଭିତ୍ତିକ ତାର ମରାମତି କରାଯାଇଛି ଏବଂ 900ଟି ପୁରୁଣା ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକର ମଧ୍ୟ ଦୃଢ଼ୀକରଣ ମଧ୍ୟ କରାଯାଇଛି। ନିକଟରେ ଗତ 21 ତାରିଖରେ ଯେତେବେଳେ ବୋଧେ 19 ତାରିଖରେ ୱାଟର ରିସୋର୍ସ ବିଭାଗର ବି ଯେତେବେଳେ ବଜେଟ୍ରେ ଡିମାଣ୍ଡ ଡିସ୍କସନ୍ ଥିଲା ସେଦିନ ଏ କଥା ଗୁଡ଼ିକ ମୁଁ ଉପସ୍ଥାପନା କରିଥିଲି ଏବଂ ଏଗୁଡ଼ିକ
करने आम यथेष्ट गुरुत्व दौचु से ये विभाग को मु मो निज पाखे रखिकी स्वतंत्र भाव निजे प्रत्यक्ष भाव में मु प्रतिदिन रिव्यू करुच्ची जे जल संपद विभाग जदि ठीक भाव में काम कर आउ आगामी 5 वर्ष 15 लाख हेक्टर जमी को जलसेचन सुनिश्चित करेबू आउ से जिते अर्थर आवश्यकता हम जिते मेकानिजम आवश्यकता हम जिते मैन पावर आवश्यकता हम समस्त सहयोग ये काम को पूर्ण करूँ ये प्रकार गोटे बड़ संकल्प नहीं आम काम आरंभ करूँ एवं मु निश्चित भाव में आपण मान प्रतिश्रुति देवी एवं भरोसा देवी जे एथिरे आम निश्चित भाव में आग को बढ़ी पारू आउ आम आरंभ करूँ रिजल्ट मिल आगामी वर्ष मानक आगामी 3 वर्ष आप रिजल्ट देखिए किभली भाव में केते प्रोजेक्ट आम करूँ आज से प्रोजेक्ट गुड़िक एठी आमर मुख्य प्रमुख शासन सचिव देखौतिले आप भिडियो रे को प्रोजेक्ट को नहीं केते करिवो कौन करिवो नुआ नुआ प्रोजेक्ट नहीं पुराना प्रोजेक्ट नहीं एवं जोटा कहले मुख्यमंत्री जोटी भी भाषण में जोटा तांको मुहरु बारिला सेटा आम पई होउची आदेश एवं ताकू आम कार्यकारी सुनिश्चित करिवो एवं ताकू फिजिबिलिटी रिपोर्ट निया जिवो जदि ठीक अछि ताले करा जिवो मु भी जेतेबेले मो मुहरु बाहरुची मु तो मो मुहरु पूरा सीधा सीधा मु कहू नहीं डिमांड थिला मु पचारुछि मो डिपार्टमेंट को से केतेबेले सचिव को पचारुछि केतेबेले मु ईआईसी मान को पचारुछि चीफ इंजीनियर मान को पचार दउछि केतेबेले एग्जीक्यूटिव इंजीनियर बा आपंकर जो एसी मान को ही पचार दउछि से माने कहल हो एटा हेई परिबो मु घोषणा करि परिबी हाँ घोषणा करी तापर जाकि मुझे घोषणा करुँच एणुक कौन सी जिनस को तरभरिया भाव में करूना तापर भी फिजिबिलिटी रिपोर्ट फिल्ड रू आसला आम करने ताको कौ ढांचारे कौन कले हो पार प्रति प्रोजेक्ट प्रत्येक प्रोजेक्ट को समस्त विधायक मान को कही समस्त प्रतिनिधि मान को पब्लिक को भी मुझे कहूँ आपण मैंने जिते बड़े जो जगार जो प्रोजेक्ट करने प्रस्ताव दे पारे ताहा आम सरकार ग्रहण करेंगे फिजिबिलिटी रिपोर्ट आसला आम टेकअप करूँ जल संरक्षण जल जल सेचन एवं तार सहित पीवा पानी व्यवस्था ये समस्त कथा को ध्यान रखिक आम संपूर्ण भाव में करने प्रस्तुत जो कथा आम कहूलु भूतल जलर ग्राउंड वाटर ताकू पुनर्भरण केमिति करा जाई पारिबो सेथिपाई छात कथा मु आपण मानकर पाखरे रखितिली सेथिपाई 15,300 बेसरकारी कोठारे प्राइवेट कोठारे अनुमति नहीं करी मध्य आमे सेतिरे ये प्रोजेक्ट को करिछु एवं यहा मध्य कार्यकारी हेबारे आरंभ करिछि एमिति जदि आमे प्रत्येक परिवार रे जदि प्रत्येक अंचल रे जदि तांको प्राइवेट छातरे मध्य पुनर्भरण करिवार जो सिस्टम रे आमे ताकू पकई देबा थरे ताहले जो छात ऊपर पानी सबु आउ ड्रेन को न जाइकरी सीधा सड़क जदि सी माटी तल को पड़े जीवो ताहले पुनर्भरण हो पारिबो एवं यहा द्वारा हमर जल और वाटर लेवल जो अच्छी ताहा ऊपर को बढ़ी पारिबो एवं हमको जो पानी रो अभाव देखा दउछि सेथिरे आमे सुरक्षार सहित आमे बंचई पारिबा या सहित अरुआ कथा मु कहूतली ताहार मध्य भूतल जलर पुनर्भरण ये रिचार्ज पाई ये व्यवस्था करा जाउछि 18,902 हेक्टर सेचांचल चाष जमी रे समान भाव जल जगैवा 456 किलोमीटर आरसीसी लाइन फिल चैनल एथिरे निर्माण करा जाइछि सेहीपरि 11,530 हेक्टर जलसेचित पछुआ को स्थिरता प्रदान करने 223 आपने देखुले विश्व जल दिवस समारोह उपलक्षे मुख्यमंत्री मोहन माझी निजर